ଆମ ଓଡ଼ିଶାର ପ୍ରମୁଖ ପାଞ୍ଚଟି ହନୁମାନ ମନ୍ଦିର। ନମ୍ବର 5ରେ ରହିଛି ରାଉରକେଲାର ହନୁମାନ ବାଟିକା। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ବଜରଙ୍ଗବାଲି ହନୁମାନଙ୍କର ରହିଛି 75 ଫୁଟର ଏକ ବିଶାଳ ଷ୍ଟାଚ୍ୟୁ। ଏଠାରେ ବିଶାଳ ହନୁମାନଙ୍କ ପ୍ରତିମା ସହ ସୁନ୍ଦର ବଗିଚା, ଅନ୍ୟାନ୍ୟ ମନ୍ଦିର ଓ ଶାନ୍ତ ପରିବେଶକୁ ଉପଭୋଗ କରିପାରିବେ। ନମ୍ବର 4ରେ ରହିଛି ମର୍ଦ୍ଦରାଜପୁରର ମୁଣ୍ଡିଆ ହନୁମାନ ମନ୍ଦିର। ନୟାଗଡ଼ ଜିଲ୍ଲାର ପାହାଡ଼ ଉପରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରର ସୁନ୍ଦରତା ତଥା ଏଠାରେ ଥିବା 100ରୁ ଉର୍ଦ୍ଧ୍ୱ ଦେବାଦେବୀଙ୍କ ମୂର୍ତ୍ତି, ଏହା ସହ 33 କୋଟି ହିନ୍ଦୁ ଦେବାଦେବୀଙ୍କ ଦର୍ଶନ ନିଶ୍ଚିତ ଆଧ୍ୟାତ୍ମିକତାର ସୌଭାଗ୍ୟ ମିଳିବ। ନମ୍ବର 3ରେ ରହିଛି ଦାମନଯୋଡ଼ିର ହନୁମାନ ଷ୍ଟାଚ୍ୟୁ। କୋରାପୁଟ ଜିଲ୍ଲାର ମହାବୀର ହନୁମାନଙ୍କର ଏହି ମୂର୍ତ୍ତିଟିର ଉଚ୍ଚତା 108.9 ଫୁଟ ବା 33.1 ମିଟର, ଯାହା ଓଡ଼ିଶାର ଉଚ୍ଚତମ ତଥା ବିଶ୍ୱର ଚତୁର୍ଥ ସବୁଠୁ ଉଚ୍ଚ ହନୁମାନ ମୂର୍ତ୍ତି। ନମ୍ବର 2 ଜରିପୁଟ ହନୁମାନ ମନ୍ଦିର। ଖୋର୍ଦ୍ଧା ଜିଲ୍ଲାର ଜରିପୁଟ ପାହାଡ଼ ଉପରେ 1991ରୁ ପୂଜା ପାଉଥିବା ଏହି ହନୁମାନ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ଭକ୍ତମାନେ କୁହନ୍ତି। ନମ୍ବର 1ରେ ରହୁଛି ପୁରୀର ରହସ୍ୟମୟ ବେଡ଼ି ହନୁମାନ ମନ୍ଦିର। କୁହାଯାଏ ସମୁଦ୍ରର ଗର୍ଜନକୁ ରୋକିବା ପାଇଁ ଶ୍ରୀ ଜଗନ୍ନାଥ ହନୁମାନଙ୍କୁ ସୁବର୍ଣ୍ଣ ବେଡ଼ିରେ ଏଠାରେ ବାନ୍ଧି ରଖିଛନ୍ତି। ତାହେଲେ ନିଶ୍ଚିତ କମେଣ୍ଟରେ ଜଣାଇବେ ଏହି 5ଟି ମନ୍ଦିରରୁ ଆପଣ କେଉଁ ମନ୍ଦିରକୁ ଯାଇଛନ୍ତି।